ଘରୋଇ ଯୋଜନା କିଏ କାହାର କରୁଛି ନାହିଁ। ଗୋଟେ ସଂଘୀୟ ବ୍ୟବସ୍ଥାରେ ରାଜ୍ୟ କେନ୍ଦ୍ର ବିଭିନ୍ନ ଯୋଜନା ଥାଏ, ସମ୍ମିଳିତ ଯୋଜନା ଥାଏ, କିନ୍ତୁ ବିଜେପି କଣ ଅସ୍ୱୀକାର କରିବ ଯେ ଧ୍ୱସ୍ତ ବିଧ୍ୱସ୍ତ ଓଡ଼ିଶାରୁ ଏକବିଂଶ ଶତାବ୍ଦୀରେ ନବୀନ ବାବୁଙ୍କ ନେତୃତ୍ୱରେ ଜନସାଧାରଣଙ୍କର ଯୋଉ ଉନ୍ନତି ଓଡ଼ିଶାର ଉତ୍ଥାନ ହେଇଛି ସେଟା ନବୀନ ବାବୁଙ୍କର ନେତୃତ୍ୱର ଅବଦାନ ନାହିଁ। ଏଇଟା ହଉଛି ଆମର ଯୋଉ ସଫଳତାର ନବୀନ ସରକାରଙ୍କ ସଫଳତାର ଅନ୍ୟ ଏକ ସେ ହଉଛି ନିଦର୍ଶନ ଏବଂ ଯୋଉଥିରେ କି ଆମ ଦାରିଦ୍ର୍ୟ ଦ୍ରୁତ ହାରରେ ହ୍ରାସ କରିବା ପାଇଁ ଉତ୍କଟ ଦାରିଦ୍ର୍ୟକୁ ଶକ୍ତ ପ୍ରହାର କରି ଆମେ ବିଭିନ୍ନ ଯୋଜନାରେ ଜନସାଧାରଣଙ୍କର ଉତ୍ଥାନ ପାଇଁ ଜୀବନ ଜୀବିକାକୁ ସମୃଦ୍ଧ କରି ରୋଜଗାର ଏବଂ ଆୟ ଆଡ଼େ ବୃଦ୍ଧି କି ନେବା ପାଇଁ ଯୋଉ କାର୍ଯ୍ୟକ୍ରମ ଚାଲିଛି ସେଥିରେ ଦାରିଦ୍ର୍ୟ ହ୍ରାସ ଆମର ଗୋଟିଏ ଯୋଉଥିରେ କି ଭାରତ ବର୍ଷରେ ଓଡ଼ିଶା ନବୀନ ସରକାର ସେଥିରେ ଅଗ୍ରଗତି ଆଗଧାଡିରେ ଥିଲା ଏବଂ ଆଜି ତା ନୀତି ଆୟୋଗ ଦ୍ୱାରା ପ୍ରତିଫଳିତ ହେଇଛି। ଖୁସିର କଥା। ଘରୋଇ ଯୋଜନା କିଏ କାହାର କରୁଛି ନାହିଁ। ଗୋଟେ ସଂଘୀୟ ବ୍ୟବସ୍ଥାରେ ରାଜ୍ୟ କେନ୍ଦ୍ର ବିଭିନ୍ନ ଯୋଜନା ଥାଏ, ସମ୍ମିଳିତ ଯୋଜନା ଥାଏ, କିନ୍ତୁ ବିଜେପି କଣ ଅସ୍ୱୀକାର କରିବ ଯେ ଧ୍ୱସ୍ତ ବିଧ୍ୱସ୍ତ ଓଡ଼ିଶାରୁ ଏକବିଂଶ ଶତାବ୍ଦୀରେ ନବୀନ ବାବୁଙ୍କ ନେତୃତ୍ୱରେ ଜନସାଧାରଣଙ୍କର ଯୋଉ ଉନ୍ନତି ଓଡ଼ିଶାର ଉତ୍ଥାନ ହେଇଛି ସେଟା ନବୀନ ବାବୁଙ୍କର ନେତୃତ୍ୱର ଅବଦାନ ନାହିଁ।